ଯୋଗାଣ ଅଧିକାରୀ ଲାଞ୍ଚ ମାଗିବାର ଭିଡିଓ ଭାଇରାଲ, କାର୍ଯ୍ୟାନୁଷ୍ଠାନ ଦାବି। ପାତ୍ରପୁର ବ୍ଲକରେ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣା ସମୟରେ ପାତ୍ରପୁର ଯୋଗାଣ ଅଧିକାରୀ ବଳରାମ ଜେନା, ମିଲର ଏବଂ ସମବାୟ ସମ୍ପାଦକଙ୍କ ସହ ସଲାସୁତୁରା ହୋଇ ଚାଷୀଙ୍କଠାରୁ କ୍ୱିଣ୍ଟାଲ ପ୍ରତି 5 କେଜି ଧାନ ଅଧିକ ନେଇ 5 କୋଟି ଟଙ୍କା ଲୁଟିବା ଦୁର୍ନୀତି ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ ହେବା ଏବଂ ସମ୍ପୃକ୍ତ ଯୋଗାଣ ଅଧିକାରୀଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଏ ଗୋଟେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ଉପରେ। ଚୋର ଘର ସବୁବେଳେ ଅନ୍ଧାର ନଥିବା ଭଳି ଲାଞ୍ଚୁଆ ଯୋଗାଣ ଅଧିକାରୀ ଏସ୍ଏଚ୍ଜି ଗ୍ରୁପଙ୍କଠାରୁ ଲାଞ୍ଚ ନେବା କାରନାମାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଭାଇରାଲ ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ପାତ୍ରପୁର ବ୍ଲକ ଆନ୍ଧ୍ର ସୀମାନ୍ତ ବଳରାମପୁରର ଏକ ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ପିଡିଏସ୍ ଚାଉଳ ବାଣ୍ଟିବାର ନବୀକରଣ ପାଇଁ ଯୋଗାଣ ଅଧିକାରୀ ବଳରାମ ଜେନାଙ୍କ ପାଖକୁ ଯାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ସମ୍ପୃକ୍ତ ଅଧିକାରୀ ଜଣକ ପିଡିଏସ୍ ନବୀକରଣ ପାଇଁ ଖୁଲମଖୁଲା ଲାଞ୍ଚ ବାବଦରେ ଟଙ୍କା ଦାବି କରିଥିଲେ। ଦାବି ମୁତାବକ ଲାଞ୍ଚ ଟଙ୍କାରୁ 500 ଟଙ୍କା କମ୍ ପଡ଼ିବାରୁ ତାହା ମାଗି ରଖିବାକୁ ତାଙ୍କ ଅଫିସ ସହକର୍ମୀଙ୍କୁ କହୁଥିବା ଏବଂ ଲାଞ୍ଚ ଟଙ୍କା ଗଣୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଣୁ ଧାନ କିଣା ଦୁର୍ନୀତି ଏବଂ ଲାଞ୍ଚ ନେଉଥିବା ଭାଇରାଲ ଭିଡିଓରେ କେତେ ସତ୍ୟାସତ୍ୟ ରହିଛି ତାହାର ତଦନ୍ତ କରିବା ସହ ଏହି ଲାଞ୍ଚ ଆଦାୟ ରାକେଟରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲ୍ଲା ସଭାପତି ବିଭୁଦେନ୍ଦ୍ର ପାଢ଼ୀ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଯୋଗାଣ ଅଧିକାରୀ ବଳରାମ ଜେନାଙ୍କ ସହ ଯୋଗାଯୋଗ କରିବାରୁ ନବୀକରଣ ପାଇଁ ଚାଲାଣ ଟଙ୍କା ସେମାନେ ଦେଇଛନ୍ତି। ଘଟଣାକୁ ରାଜନୀତିକରଣ କରି ତାଙ୍କୁ ଫସା ଯାଉଥିବା ସେ ତାଙ୍କ ସଫେଇରେ କହିଛନ୍ତି। అమ్మ పర్లేదు నాకు తెలుసు అమ్మ वो फोटो लेके आएंगे ना दे देंगे सर, वो तो नहीं भेजा अभी, मैं लाऊंगा। अभी फॉर्मेलिटी करो, मैं 500 ला के दे दूँगा, नहीं होगा? हाँ हाँ ठीक है, इसको बात कर देंगे, मैं बात कर दूँगा, सर बोल रहे हैं। पात्रपुर चित्तरंजन पट्टनायक रिपोर्ट, दर्शन टीवी।